ଆଜିର ଭିଡ଼ିଓରେ ଆମେ +3 ଫାର୍ଷ୍ଟ ସେମିଷ୍ଟାର ଏଇସି ଓଡ଼ିଆର ୟୁନିଟ୍ 1 ପୂର୍ବ ଭିଡ଼ିଓରେ ଆମେ 2ଟି ଲଙ୍ଗ କୋଶ୍ଚିନ୍ ଆଲୋଚନା କରିସାରିଛେ। ଆଜିର ଭିଡ଼ିଓରେ ଆମେ ଆଉ ଗୋଟେ ଲଙ୍ଗ କୋଶ୍ଚିନ୍ ଆଲୋଚନା କରିବା। ବ୍ୟାକରଣଗତ ଅଶୁଦ୍ଧିର ନିରାକରଣ କିପରି କରିବ ଆଲୋଚନା କର। ଓଡ଼ିଆ ଭାଷା ପ୍ରତି ଦୃଷ୍ଟିପାତ କଲେ ଦେଖାଯାଏ ଯେ ଏହାର ଅନେକ ମୌଳିକତା ବା ସ୍ୱାତନ୍ତ୍ର୍ୟ ଅଛି। ଶୁଦ୍ଧ ଭାବରେ ଏହି ଭାଷାକୁ ଲିଖିତ ରୂପ ଦେବା ସମୟରେ ସେଗୁଡ଼ିକ ଉପରେ ପ୍ରାଞ୍ଜଳ ଜ୍ଞାନ ଥିବା ଆବଶ୍ୟକ ଏବଂ ଯଥେଷ୍ଟ ପରିମାଣରେ ସଚେତନ ରହି ଲେଖିବାକୁ ହୋଇଥାଏ। ସେହି ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟ କେତେ କ୍ଷେତ୍ର ସମ୍ପର୍କରେ ସଂକ୍ଷିପ୍ତ ହେବାଟି ପ୍ରିଣ୍ଟିଂ ମିଷ୍ଟେକ୍ ହେଇଯାଇଛି, ସଂକ୍ଷିପ୍ତ ସୂଚନା ଦିଆଯାଇପାରେ। ଧ୍ୱନି ଓ ବର୍ଣ୍ଣ। ମୁଖ୍ୟ ଅବୟବ ଗୁଡ଼ିକରୁ ବହୁ ପ୍ରକାର ଧ୍ୱନି ଉଚ୍ଚାରିତ ହୋଇଥାଏ। ଏହି ଧ୍ୱନିଗୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ସ୍ୱରଧ୍ୱନି ଓ ବ୍ୟଞ୍ଜନ ଧ୍ୱନି। ଓଡ଼ିଆ ସ୍ୱରଧ୍ୱନି ଗୁଡ଼ିକ ହେଉଛି ଓ, ଆ, ହର୍ଷଉ, ଏ, ଓ, ଐ, ଓ, ଔ, ଦୀର୍ଘଇ ଓ ଦୀର୍ଘଉର ସ୍ୱତନ୍ତ୍ର ଉଚ୍ଚାରଣ ନାହିଁ। এই দুইটা ଦୀର୍ଘଇ ଆଉ ଦୀର୍ଘଉର ସ୍ୱତନ୍ତ୍ର ଉଚ୍ଚାରଣ ନାହିଁ ବୋଲି କୁହାଯାଉଛି। ଏଇଟାକୁ ପଢ଼ାଯାଏ ଲୁ ବୋଲି। ଲୁ ଧ୍ୱନି ବିଲୁପ୍ତ ହୋଇଯାଇଛି ଓ ରୁ ଆଉ ହର୍ଷରୁ ଦୀର୍ଘରୁ କିମ୍ବା ରି ଭାବରେ ଉଚ୍ଚାରିତ ହୋଇଥାଏ। ତେଣୁ କୁହାଯାଇପାରେ ଯେ ସଂସ୍କୃତ ଶୁଦ୍ଧ ସ୍ୱରଧ୍ୱନି 6ଟି ଓ ବିଶ୍ୱର ଧ୍ୱନି 2ଟି, ଐ ଓ ଔ। ସେହିପରି ବ୍ୟଞ୍ଜନ ଧ୍ୱନି ଦୁଇ ପ୍ରକାର, ବର୍ଗୀୟ ଓ ଅବର୍ଗୀୟ। କ, ଖ, ଗ, ଘ, ଙ, ଚ, ଛ, ଜ, ଝ, ଙ ହେବ। ଟ, ଠ, ଡ, ଢ, ଣ, ତ, ଥ, ଦ, ଧ, ନ, ପ, ଫ, ବ, ଭ, ମ। ଏହି 25ଟି ବ୍ୟଞ୍ଜନ ବର୍ଣ୍ଣ ବର୍ଗୀୟ ଓ ଅନ୍ୟ ବ୍ୟଞ୍ଜନ ଗୁଡ଼ିକ ଅବର୍ଗୀୟ। ଏ 25ଟି ଯେତିକି ରହିଲା ସେଟା ବର୍ଗୀୟ ବ୍ୟଞ୍ଜନ ଆଉ ବାକି ଯେତେକ ରହିଲା ସେଟା ଅବର୍ଗୀୟ ବ୍ୟଞ୍ଜନ। କିନ୍ତୁ ଓଡ଼ିଆରେ ଙ, ņ, ଯ, ବ, ତାଲବେଶ, ମୂର୍ଦ୍ଧନ୍ୟାସ ପ୍ରାୟ ସ୍ୱତନ୍ତ୍ର ଉଚ୍ଚାରଣ ନାହିଁ। ତେଣୁ ଏ ସମ୍ପର୍କରେ ଶୁଦ୍ଧତା ପ୍ରତି ଧ୍ୟାନ ଦେବାକୁ ହେବ। ସେପରି ଲିପି। ଲିପି ହେଉଛି ଉଚ୍ଚାରଣ ସଂକେତ। ଓଡ଼ିଆ ଲିପି ଦେବନାଗରୀ ଲିପିର ଏକ ବିକଶିତ ରୂପ ଏବଂ ଦେବନାଗରୀ ଲିପି ବ୍ରାହ୍ମୀ ଲିପିରୁ ବିକାଶ ଲାଭ କରିଛି। ସାଧାରଣତଃ ଭାବରେ ଓଡ଼ିଆ ଭାଷା ଲିଖନ ପାଇଁ ଯେଉଁ ଲିପି ବ୍ୟବହୃତ ହେଉଅଛି ତାହା ଓଡ଼ିଆ ଲିପି ଭାବରେ ପରିଚିତ। ବ୍ରାହ୍ମୀ ଲିପିରୁ ଗୁପ୍ତ, କୁଟିଳ ଓ ପ୍ରୋଟୋ ବଙ୍ଗଳା ଲିପି ମଧ୍ୟ ଦେଇ ତାମିଲ ଗ୍ରନ୍ଥ ଲିପି ଓ ନାଗରୀ ଲିପି ପ୍ରଭାବରେ ଓଡ଼ିଆ ଲିପିର ସୃଷ୍ଟି ଓ ବିକାଶ ଘଟିଛି। ସୁତରାଂ ଏହାର ଶୁଦ୍ଧତା ସମ୍ପର୍କରେ ପାଠକ ଓ ଲେଖକ ସଚେତନ ହେବା ବିଧେୟ। ସେପରି ଶବ୍ଦ ଭଣ୍ଡାର। ଭାବ ପ୍ରକାଶର ମାଧ୍ୟମ ଶବ୍ଦର ପ୍ରାଚୁର୍ଯ୍ୟରେ ଓଡ଼ିଆ ଭାଷା ରୁଦ୍ଧିମନ୍ତ। ସଂସ୍କୃତ ଭାଷାର ମୂଳ ରୂପରେ ଅନେକ ଶବ୍ଦ ଏହି ଭାଷାରେ ତତ୍ସମ କିମ୍ବା ସଂସ୍କୃତ ସମ ଶବ୍ଦ ଭାବରେ ବ୍ୟବହୃତ ହେଉଛି। ଉଦାହରଣ ଜଳ, ସ୍ଥଳ, ନଭ, ଗଗନ, ସୂର୍ଯ୍ୟ, ସବିତା, ପଙ୍କଜ, ଜଳଦ ଇତ୍ୟାଦି। ଅନେକ ଶବ୍ଦ ପରିବର୍ତ୍ତିତ ରୂପ ଧାରଣ କରି ତଦ୍ଭବ ବା ସଂସ୍କୃତର ଉତ୍ପନ୍ନ ଶବ୍ଦ ଭାବରେ ବ୍ୟବହୃତ ହେଉଛି। ଉଦାହରଣ ନଈ, କୂଅ, ସାପ, ଘର, ନଅର ଇତ୍ୟାଦି। ଏହି ଭାଷାରେ ବ୍ୟବହୃତ ଖାଣ୍ଟି ଓଡ଼ିଆ ଶବ୍ଦକୁ ଦେଶଜ ଓ ବିଦେଶୀ ଭାଷାର ଶବ୍ଦଗୁଡ଼ିକୁ ବୈଦେଶିକ ଜାବନିକ, ଯେପରିକି ଆରବିକ, ପାର୍ସୀ, ତୁର୍କୀ ଇତ୍ୟାଦି। ଆଦିବାସୀ ଶବ୍ଦଗୁଡ଼ିକୁ ଅଷ୍ଟ୍ରିକ, ଦ୍ରାବିଡ଼ ଭାଷାମାନଙ୍କର ଶବ୍ଦଗୁଡ଼ିକୁ ଦ୍ରାବିଡ଼ୀ ଶବ୍ଦ କୁହାଯାଏ। ଏସବୁ ଶୁଦ୍ଧତା ପ୍ରତି ମଧ୍ୟ ଧ୍ୟାନ ଦିଆଯିବା ଉଚିତ। ଲିଙ୍ଗ। ଓଡ଼ିଆରେ ଲିଙ୍ଗ 3 ପ୍ରକାର, ପୁଲିଙ୍ଗ, ସ୍ତ୍ରୀଲିଙ୍ଗ ଆଉ କ୍ଳୀବଲିଙ୍ଗ। ପୁଲିଙ୍ଗ କହିଲେ ପୁରୁଷ, ବାଳକ, ପିତା, ଛାଗ, ପୁତ୍ର ଇତ୍ୟାଦି। ସ୍ତ୍ରୀଲିଙ୍ଗ କହିଲେ ଝିଅ, ନାରୀ, ବାଳିକା, ମାତା, ଗାଈ, ହରିଣୀ ଇତ୍ୟାଦି। ଓ କ୍ଳୀବଲିଙ୍ଗ କହିଲେ ଗଛ, ଡାଳ, ପତ୍ର, ବହି, ଖାତା ଇତ୍ୟାଦି, ଯାହାର କିଛି ଲିଙ୍ଗ ନିର୍ଦ୍ଧାର କରି ହୁଏ ନାହିଁ। ବର୍ତ୍ତମାନ ଅନ୍ୟ ଏକ ଲିଙ୍ଗ ତୃତୀୟ ଲିଙ୍ଗ ଏହି ଭାଷାରେ ପ୍ରବେଶ କରିଛି। ଏ ମଧ୍ୟ ଶୁଦ୍ଧ ରୂପରେ ଲେଖା ହେବା ଦରକାର। ଏବେ ଆମେ ଦେଖିବା ପୁରୁଷ ଓ ବଚନ। ଓଡ଼ିଆରେ ପୁରୁଷ 3 ପ୍ରକାର, ଯଥା ପ୍ରଥମ ପୁରୁଷ, ଦ୍ୱିତୀୟ ପୁରୁଷ, ତୃତୀୟ ପୁରୁଷ ଓ ବଚନ 2 ପ୍ରକାର, ଯଥା ଏକବଚନ ଓ ବହୁବଚନ। ଆପଣ ଶବ୍ଦ ଓଡ଼ିଆରେ ଦ୍ୱିତୀୟ ପୁରୁଷ ବ୍ୟବହୃତ ହୋଇଥାଏ। ଏହାର ଅନୁଗାମୀ କ୍ରିୟା ମାନାର୍ଥରେ ତୃତୀୟ ପୁରୁଷ ରୂପ ପରି ହୋଇଥାଏ। ଉଦାହରଣ ଆପଣ ଆସନ୍ତୁ, ଆପଣ ବସନ୍ତୁ, ଆପଣ ଯାଆନ୍ତୁ ଇତ୍ୟାଦି। ଅବ୍ୟୟ ଓ ଉପସର୍ଗ। ଓଡ଼ିଆ ଭାଷାରେ ବାକ୍ୟ ମଧ୍ୟରେ ବ୍ୟବହୃତ ହେଉଥିବା ପଦମାନଙ୍କ ମଧ୍ୟରୁ ଯେଉଁ ପଦମାନଙ୍କ ଲିଙ୍ଗ, ବଚନ, କାଳ ଓ ବିଭକ୍ତି ଭେଦରେ କୌଣସି ପରିବର୍ତ୍ତନ ହୁଏ ନାହିଁ ସେଗୁଡ଼ିକୁ ଉଦାହରଣ ହେଉଛି କିନ୍ତୁ, ଓ, ଏବଂ, ସର୍ବଦା, ଯଥା ଇତ୍ୟାଦି। ଯେଉଁ ଅବ୍ୟୟ ପଦଗୁଡ଼ିକ ଧାତୁର ପୂର୍ବ ସଂଯୋଜିତ ହୋଇ ଧାତୁର ସଂକୁଚିତ, ପ୍ରସାରିତ ତଥା ବିପରୀତ କରିଥାଏ ସେଗୁଡ଼ିକ ଉପସର୍ଗ କୁହାଯାଏ। ଓଡ଼ିଆ ଭାଷାରେ 20ଟି ଉପସର୍ଗ ରହିଛି। ଏଗୁଡ଼ିକ ପୂର୍ବ ପ୍ରତ୍ୟୟ ମଧ୍ୟ କୁହାଯାଏ। ଉଦାହରଣ ପ୍ର, ପରା, ଅପ, ସମ, ପରି ଇତ୍ୟାଦି। 20ଟି ରହିଛି ଉପସର୍ଗ। ଉପସର୍ଗ ଗୁଡ଼ିକ ଶବ୍ଦର ପୂର୍ବରେ ଯୋଗ ହୋଇଥାଏ।
ଏବେ ଆମେ ଦେଖିବା କାରକ ଓ ବିଭକ୍ତି। ଓଡ଼ିଆରେ ବାକ୍ୟରେ କ୍ରିୟାପଦ ସହିତ ଯେଉଁ ପଦର ପ୍ରତ୍ୟକ୍ଷ ସମ୍ପର୍କ ଥାଏ ତାହାକୁ କାରକ କହନ୍ତି। ଏହା 6 ପ୍ରକାର ଯଥା କର୍ତ୍ତା, କର୍ମ, କରଣ, ସମ୍ପ୍ରଦାନ, ଅପାଦାନ ଓ ଅଧିକରଣ। ଶବ୍ଦ ପରେ ଓ ଧାତୁର ପରେ ପ୍ରଯୁକ୍ତ ପ୍ରତ୍ୟୟକୁ ବିଭକ୍ତ କହନ୍ତି। ବିଭକ୍ତି ହେବାଟା ଏହା ବଚନ ଓ କାରକକୁ ସୂଚିତ କରେ। ଏହା 7 ପ୍ରକାର ଯଥା ପ୍ରଥମା, ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ, ସପ୍ତମୀ ସମ୍ବନ୍ଧ ପଦରେ ଷଷ୍ଠୀ ବିଭକ୍ତ ହୋଇଥାଏ। ସେହିପରି କୃଦନ୍ତ ଓ ତଦିତ ଧାତୁ ପରେ ତାହା ସହିତ ଅନ୍, ତ, ଢ, ୟ, ୟା ଇତ୍ୟାଦି ପ୍ରତ୍ୟୟ କରି ଯେଉଁ ଭିନ୍ନ ଭିନ୍ନ ଶବ୍ଦ ନିଷ୍ପନ୍ନ ହୋଇ କରାଯାଏ ସେଗୁଡ଼ିକୁ କୃଦନ୍ତ ପଦ କୁହାଯାଏ ଓ ପ୍ରଯୁକ୍ତ ପ୍ରତ୍ୟୟକୁ କୃତ୍ ପ୍ରତ୍ୟୟ କୁହାଯାଏ। କୃତ୍ ଯୋଗ ଅନ୍ତ କୃଦନ୍ତ। କୃଦନ୍ତ ପଦର ଉଦାହରଣ କୃ ଯୁକ୍ତ ଅକ, କାରକ, ଭୁକ୍ ଯୁକ୍ତ ଉକ, ଭାବୁକ, ସ୍ଥା ଯୁକ୍ତ ଇନ୍, ସ୍ଥାୟୀ ଇତ୍ୟାଦି। ବିଭିନ୍ନ ଶବ୍ଦ ପରେ ତାହା ସହିତ ଣ, ତ୍ୱ, ଅନ୍ ଇତ୍ୟାଦି ପ୍ରତ୍ୟୟ ସଂଯୁକ୍ତ କରାଯାଇ ନୂତନ ଭିନ୍ନ ଭିନ୍ନ ଅର୍ଥବୋଧକ ପଦଗୁଡ଼ିକୁ ତଦିତ ପଦ କହନ୍ତି ଓ ସେହି ପଦଗୁଡ଼ିକୁ ତଦିତ ପ୍ରତ୍ୟୟ କୁହାଯାଏ। ତଦିତ ପଦର ଉଦାହରଣ ବିଷ୍ଣୁ ଯୁକ୍ତ ଅ, ବୈଷ୍ଣବ, ଇତିହାସ ଯୁକ୍ତ ଇକ, ଐତିହାସିକ, ଅଳସ ଯୁକ୍ତ ୟ, ଆଳସ୍ୟ ଇତ୍ୟାଦି। ପଦ ଓଡ଼ିଆ ବାକ୍ୟରେ ବ୍ୟବହୃତ ପ୍ରତିଟି ଶବ୍ଦକୁ ଗୋଟିଏ ପଦ କହନ୍ତି। ସେଗୁଡ଼ିକ 5 ପ୍ରକାର ଯଥା ବିଶେଷ୍ୟ, ବିଶେଷଣ, କ୍ରିୟା, ଅବ୍ୟୟ ଓ ସର୍ବନାମ। ସନ୍ଧି 2ଟି ଶବ୍ଦକୁ ଯୋଡ଼ି ନୂତନ ଶବ୍ଦଟିଏ ନିଷ୍ପନ୍ନ କରିବା ସମୟରେ ପ୍ରଥମ ଶବ୍ଦର ଶେଷ ବର୍ଣ୍ଣ ଓ ଦ୍ୱିତୀୟ ଶବ୍ଦର ପ୍ରଥମ ବର୍ଣ୍ଣର ମିଳନକୁ ସନ୍ଧି କୁହାଯାଏ। ଓଡ଼ିଆ ଭାଷାରେ ଏହା 3 ପ୍ରକାର ସ୍ୱର ସନ୍ଧି, ବ୍ୟଞ୍ଜନ ସନ୍ଧି ଓ ବିସର୍ଗ ସନ୍ଧି। ସମାସ ପରସ୍ପର ସମ୍ବନ୍ଧ ଥିବା 2 ବା ତତୋଧିକ ପଦକୁ ଏକ ପଦରେ ପରିଣତ କରି ସଂଖ୍ୟା ପରେ ପ୍ରକାଶ କରିବାକୁ ସମାସ କୁହାଯାଏ। ଓଡ଼ିଆରେ ଏହା ଅର୍ଥର ପ୍ରାଧାନ୍ୟ ଦୃଷ୍ଟିରେ 6 ପ୍ରକାର ଯଥା ତତ୍ପୁରୁଷ, କର୍ମଧାରୟ, ବହୁବ୍ରୀହି, ଦ୍ୱିଗୁ, ଦ୍ୱନ୍ଦ୍ୱ ଓ ଅବ୍ୟୟୀଭାବ। ଓଡ଼ିଆ ଭାଷାର ଉପର ସୂଚିତ ବିଭାଗଗୁଡ଼ିକ ଛଡ଼ା ଶବ୍ଦ ଓ ବାକ୍ୟ ଗଠନ ଏବଂ ସେଗୁଡ଼ିକର ଉପଯୁକ୍ତ ପ୍ରୟୋଗ କ୍ଷେତ୍ରରେ ଯୁକ୍ତାକ୍ଷର, ଶବ୍ଦ ବୈଚିତ୍ର୍ୟ, ବାକ୍ୟ ଗଠନ, ରୂଢ଼ି, ବନାନ ରୀତି, ଛନ୍ଦ, ଅଳଙ୍କାର ଇତ୍ୟାଦି ଅନ୍ୟାନ୍ୟ କେତେକ ବିଭବ ରହିଛି ଯେଉଁଗୁଡ଼ିକ ସମ୍ପର୍କରେ ଜ୍ଞାନ ଆହରଣ କରିବା ଶୁଦ୍ଧ ଲେଖନ ପ୍ରଣାଳୀ ନିମିତ୍ତ ଏକାନ୍ତ ଆବଶ୍ୟକ। ଭାରତ ସ୍ୱାଧୀନତାର ମୂଲ୍ୟବୋଧର ସଂରକ୍ଷଣ କରିବା ଯେପରି ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ, ସମସ୍ତ ଭାଷାକୁ ବିଭବର ଗ୍ରନ୍ଥାଗାର, ଶାସ୍ତ୍ରୀୟ ଭାଷା ଓ ସାହିତ୍ୟର ସଂରକ୍ଷଣ ଓ ବିକାଶ ସାଧନ ଓଡ଼ିଆ ତଥା ସାରା ବିଶ୍ୱରେ ରହୁଥିବା ଓଡ଼ିଆମାନଙ୍କର ବର୍ତ୍ତମାନ ସମୟରେ ପ୍ରଥମ ଓ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ। ନିଜ ମାତୃଭାଷାକୁ ଉନ୍ନତ ଓ ସର୍ବଜନଗ୍ରାହ୍ୟ କରିବା ଲକ୍ଷ୍ୟରେ ଅଧିକ ସଂଖ୍ୟାରେ ଶୁଦ୍ଧ ଲେଖନ ପ୍ରଣାଳୀରେ ପ୍ରବୀଣ ଲେଖକମାନଙ୍କର ଆବଶ୍ୟକତା ନିଶ୍ଚିତ ଭାବରେ ଆଜି ଅନୁଭୂତ ହେଉଛି। କାରଣ ଏକଥା ସତ ଯେ ବ୍ୟାକରଣ ସମସ୍ତ ବିଭାଗରେ ଓଡ଼ିଆ ଭାଷାରେ ସ୍ୱତନ୍ତ୍ର ରହିଛି। ତେଣୁ ଓଡ଼ିଆ ବ୍ୟାକରଣରେ ଗଭୀର ଜ୍ଞାନ ଓ ସେଗୁଡ଼ିକର ଯଥାର୍ଥ ପ୍ରୟୋଗ କ୍ଷେତ୍ରରେ ଶୁଦ୍ଧ ଲେଖନ ପ୍ରଣାଳୀ ଯେ ଆବଶ୍ୟକ ରହିଛି ଏହା ନିଃସନ୍ଦେହ କୁହାଯାଇପାରେ। ଅର୍ଥାତ୍ ଏଥିରେ ଆମେ ବ୍ୟାକରଣଗତ ଅଶୁଦ୍ଧି ସମ୍ପର୍କରେ ଆଲୋଚନା କଲେ କିପରି ବ୍ୟାକରଣଗତ ଅଶୁଦ୍ଧି ହୋଇଥାଏ। ସନ୍ଧିରେ ସମାସ, ବିଭକ୍ତି, କାରକ ଏସବୁ ଗୁଡ଼ିକରେ ଦେଖିବା ବ୍ୟାକରଣଗତ ଅଶୁଦ୍ଧି ହୋଇଥାଏ। ଏସବୁ ନ ଜାଣିକି କୌଣସି ଶବ୍ଦ ଲେଖିଲେ ତାହା ଭୁଲ ହୋଇଯାଇଥାଏ। ତେଣୁ ଏହି ଆମ ଭାଷାକୁ ଶୁଦ୍ଧ ରୂପ ଲେଖିବା ଆମର ଯେପରି ଆମ ସମ୍ବିଧାନର କର୍ତ୍ତବ୍ୟକୁ ସୁରକ୍ଷା ରଖାଯାଇଥାଏ ସେହିପରି ଆମ ଭାଷାକୁ ମଧ୍ୟ ଆମେ କିପରି ଭାବରେ ସୁରକ୍ଷିତ ରଖିବା ଏଥିପ୍ରତି ଆମକୁ ବ୍ୟାକରଣକୁ ଧ୍ୟାନ ଦେବାକୁ ଆବଶ୍ୟକତା ରହିଛି। ଆଜିର ଭିଡ଼ିଓରେ ଆମେ ବ୍ୟାକରଣଗତ ଅଶୁଦ୍ଧି ସମ୍ପର୍କରେ ଆଲୋଚନା କଲେ। ପରବର୍ତ୍ତୀ ଭିଡ଼ିଓରେ ପୁଣି ଦେଖା ହେବା। ଜୟ ଜଗନ୍ନାଥ।